এই ରେସିପିଟି ଦେଖିଲା ମାତ୍ରେ ହିଁ ବନେଇବେ। ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି କଲର୍ଟି, କିନ୍ତୁ ଖାଇବା ପାଇଁ ବହୁତ ଟେଷ୍ଟି ହେଇଥିଲା। ଥରେ ଏମିତି ବନେଇକି ଖାଇବେ, ବହୁତ ବଢ଼ିଆ ଲାଗିବ। ଛୋଟ ଛୁଆଙ୍କୁ ଟିଫିନରେ ମଧ୍ୟ ଦେଇପାରିବେ, ସେମାନେ ବହୁତ ଖୁସିର ସହକାରେ ଖାଆନ୍ତି। ତ ଚାଲନ୍ତୁ ଆଜିର ରେସିପିଟି ଷ୍ଟାର୍ଟ କରିବା। ତା ପୂର୍ବରୁ କହି ରଖେ, ମୋ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବେ। ତ ଏଠି ଗୋଟେ କଡ଼େଇଟି ଗରମ ହେଇଗଲା ପରେ ମୁଁ 2 ଗ୍ଲାସ୍ ପାଖାପାଖି ପାଣି ଦେଇଦେଲି ଆଉ ସ୍ୱାଦ ଅନୁସାରେ ଲୁଣ 1 ଚାମଚ ଦେଇଦେଲି। ଏଠି ଯେଉଁ ରୋଷେଇ କରୁ ଆମେ ତେଲ, ସେହି ତେଲକୁ ହିଁ 1 ଚାମଚ ମୁଁ ଦେଇଛି। ଆଉ ଏଠି ସୁଜି ମୁଁ ନେଇଯାଇଛି 2 କପ୍ ପାଖାପାଖି ମୁଁ ସୁଜି ନେଇଯାଇଛି। ତ ସୁଜିକୁ କ'ଣ କରିବେ ନା, ଏମିତି ହିଁ ଅଳ୍ପ ଅଳ୍ପ ପକାଉଥିବେ, କଣ୍ଟିନ୍ୟୁଅସଲି ଚଲାଉଥିବେ, ନହେଲେ ଗୋଳା ବାନ୍ଧିଯିବ ସୁଜିର। ତ ସବୁତକ ଆପଣ କୁକ୍ କରିବେ लो ଟୁ ମିଡ଼ିୟମ୍ ଫ୍ଲେମ୍ରେ, ହାଇ ଫ୍ଲେମ୍ କରିବେନି, ନହେଲେ ଜଲ୍ଦି ସୁଜିଟି ଡ୍ରାଏ ହେଇଯିବ ଆଉ ସୁଜି ଭଲସେ କୁକ୍ ହେଇପାରିବନି। ତ ଏବେ ଆମେ କ'ଣ କରିବା ନା, ବାକି ଯେତିକି ସୁଜି ବଳିଥିଲା ସେୟାକୁ ଦେଇ ସାରିଲା ପରେ ଆମେ କ'ଣ କରିବା ନା, ଭଲସେ ଟିକେ ଗୋଳେଇ ନେବା ଏପଟ ସେପଟ କରିକି। ତ ଏବେ ଆମେ ଏହାକୁ ଢାଙ୍କିକି କିଛି ସମୟ କୁକ୍ ହେବା ପାଇଁ ଛାଡ଼ିଦେବା। ମୁଁ ଏଠି 5 ମିନିଟ୍ କୁକ୍ ହେବା ପାଇଁ ଛାଡ଼ିଦେବି, ଯନ୍ତଣୀଟି ଆମର ଭଲସେ ପ୍ରସ୍ତୁତ ହେଇଯିବ। ତ ଏବେ 5 ମିନିଟ୍ ପରେ ଦେଖିପାରୁଥିବେ ସୁଜିଟି ଡ୍ରାଏ ହେଇଯାଇଛି। ଏମିତି ହିଁ ଆମର ଯନ୍ତଣୀ ପରଫେକ୍ଟ ଭାବରେ ହେଇଗଲାଣି। ତ ଆପଣ କେମିତି ଚେକ୍ କରିବେ, ମୁଁ ଦେଖାଉଛି ଆପଣ କେମିତି ଚେକ୍ କରିବେ। ହାତରେ ଏମିତି ଛୋଟ ଅଳ୍ପ ଟିକେ ନେଇଯିବେ ଯନ୍ତଣୀକୁ। ତ ଚେକ୍ କରିବେ ହାତରେ ଲାଗୁନି, ତା ମାନେ ଆପଣ ଜାଣିବେ ଯେ ଆପଣଙ୍କର ଯନ୍ତଣୀଟି ପରଫେକ୍ଟ ଭାବରେ କୁକ୍ ହେଇଛି। ତ ଏବେ ଆମେ କ'ଣ କରିବା ନା, ସେଇ ଯନ୍ତଣୀଟିକୁ ଗୋଟେ ପ୍ଲେଟ୍କୁ କାଢ଼ିଦେବା, ବଡ଼ ବାସନକୁ କାଢ଼ିଦେବା ଆଉ କିଛି ସମୟ ଛାଡ଼ିଦେବା ଏହାକୁ ଥଣ୍ଡା ହେବା ପାଇଁ। ଥଣ୍ଡା ହେଇଗଲା ପରେ ହିଁ ଆମେ ଏହାକୁ ଚକଟିବା। ତ ଏବେ ଆମେ କ'ଣ କରିବା ନା, ନେକ୍ସଟ ପ୍ରୋସେସରେ ଗୋଟେ କଡ଼େଇଟି ଗରମ ହେଇଗଲା ପରେ ସେଥିରେ 1 ଚାମଚ ପାଖାପାଖି ମୁଁ ଏଠି କୁକିଂ ଅଏଲ୍ ଦେଇଦେଉଛି। ତେଲଟି ଟିକେ ଗରମ ହେଇଗଲା ପରେ ଏଠି 1 ଚାମଚ ସୋରିଷ ଦେବା, ଗୋଟା ସୋରିଷ, ଆଉ 1 ଚାମଚ ଏଥିରେ ଜିରା, ମୁଁ ଗୋଟା ଜିରା ନେଇଯାଇଛି, ଆଉ କଞ୍ଚା ଲଙ୍କା କାଟିକି ଅଳ୍ପ ଟିକେ ଦେଉଛି। ଯଦି ରାଗ ଖାଇବା ପାଇଁ ପସନ୍ଦ ତାହେଲେ ଆଉ ଟିକେ ଅଧିକା ଦେବେ। ତ ଏବେ ସବୁତକ ଆମେ କ'ଣ କରିବା ନା, ପୁରା लो ଫ୍ଲେମ୍ରେ ଆମେ ଏହାକୁ କୁକ୍ କରିବା, ହାଇ ଫ୍ଲେମ୍ କରିବେନି ନହେଲେ ପୋଡ଼ିଯିବ। ତ ଏବେ ଆମେ କ'ଣ କରିବା ନା, ଏଥିରେ ଛେଚିକି ରଖିଥିବା ରସୁଣ ମୁଁ ଏଠି 8-10 କୋଲା ନେଇଯାଇଛି। ତ ରସୁଣ ଦେଲେ ଏହି ଯେଉଁ ନାସ୍ତାଟି ଖାଇବା ପାଇଁ ବହୁତ ଟେଷ୍ଟି ଲାଗିଥାଏ। ରସୁଣର ବାସ୍ନାଟି ମଧ୍ୟ ବହୁତ ଭଲ ଆସେ। ତ ଏବେ କାଟିକି ରଖିଥିବା 2ଟି ମିଡ଼ିୟମ୍ ସାଇଜ୍ର ମୁଁ ପିଆଜ ଦେଇଦେଲି। ଆଉ ଦେଲା ପରେ ଟିକେ ଗୋଲ୍ଡେନ୍ କଲର୍ ହେଇଗଲାଣି ଦେଖିପାରୁଥିବେ। ଏବେ ପିଆଜଟି ସଫ୍ଟ ହେଇଗଲାଣି। ଏହି ଷ୍ଟେଜ୍ରେ ଆମେ କ'ଣ କରିବା ନା, କାଟିକି ରଖିଥିବା ବିନ୍ସ ମୁଁ ଛୋଟ ଛୋଟ କାଟିକି ଦେଇଛି, ବେଶୀ ବଡ଼ କରିନି, ବହୁତ ଛୋଟ କାଟିବେ। ଭେଜିଟେବୁଲ୍ସ ବି ମଧ୍ୟ ଏଥିରେ ପଡ଼ିଲେ ବହୁତ ଭଲ ଲାଗେ। ତ ଏବେ ଆମେ ଏଥିରେ ମସଲା ଆଡ଼୍ କରିବା। ମସଲା ପାଇଁ ମୁଁ ନେଇଯାଇଛି ହଳଦୀ ଗୁଣ୍ଡ 1 ଚାମଚ, ଲଙ୍କା ଗୁଣ୍ଡ 1 ଚାମଚ, ଗୋଲମରିଚ ଗୁଣ୍ଡ 1/2 ଚାମଚ, ଆଉ ଏଠି ଗରମ ମସଲା ମୁଁ 1 ଚାମଚ ଦେଇଦେଲି। ଜିରା ପାଉଡ଼ର 1 ଚାମଚ ଦେବା। ଏଠି ଆମ୍ଚୁର ପାଉଡ଼ର ମୁଁ ଏଠି 1 ଚାମଚ ନେଇଯାଇଛି। ଚଟପଟା ଟେଷ୍ଟ ଆସିବ, ବହୁତ ଭଲ ଲାଗିବ ଏହି ନାସ୍ତାରେ। ତ ଏବେ ଆମେ କ'ଣ କରିବା ନା, ସ୍ୱାଦ ଅନୁସାରେ ଲୁଣ 1 ଚାମଚ ଦେଇ ସାରିଲା ପରେ ସବୁତକ ଆମେ लो ଫ୍ଲେମ୍ରେ ଭଲସେ ଟିକେ ମିଶାଇ ନେବା। ତ ଏବେ ମୁଁ ବଡ଼ ସାଇଜ୍ର 2ଟି ଆଳୁ ସିଝେଇକିରି ନେଇଯାଇଥିଲି ଆଉ ଗ୍ରେଡ଼ରରେ ଗ୍ରେଡ଼ କରିକି ନେଇଯାଇଛି। ଦେଖିପାରୁଥିବେ ଏମିତି ଟିକେ ଦରଦରା କରିକି ଆପଣ ଯଦି ଚକଟିବେ, ତାହେଲେ ଦରଦରା କରିକି ଚକଟିବେ, ତାହେଲେ ଏହାର ଟେଷ୍ଟଟି ଭଲ ଆସିବ। ତ ଏବେ 1 ଗିନା ସିଝା ଆଳୁ ମୁଁ ଏଥିରେ ଦେଇଦେଉଛି। ଦେଲା ପରେ ସବୁତକ ଆମେ କ'ଣ କରିବା ନା, ଟିକେ ଭଲସେ ଗୋଳେଇ ନେବା ମସଲା ସହିତ। ତ ମସଲା ସହିତ ଗୋଳେଇ ସାରିଲା ପରେ ଆମେ ଏହାକୁ ଢାଙ୍କିକି 3 ମିନିଟ୍ କୁକ୍ କରିବା ପାଇଁ ଛାଡ଼ିଦେବା, लो टू ମିଡ଼ିୟମ୍ ଫ୍ଲେମ୍ରେ। ତ ଏବେ ଦେଖିପାରୁଥିବେ 3 ମିନିଟ୍ ହେଇଗଲାଣି। ଆମର ଯେଉଁ ଷ୍ଟଫିଂ ଆଳୁର ବହୁତ ବଢ଼ିଆ ବାସ୍ନା ଆସୁଛି ଆଉ ଭଲସେ କୁକ୍ ମଧ୍ୟ ହେଇଯାଇଛି ଏହି ଷ୍ଟଫିଂଟି ଆଳୁର। ତ ଏବେ ଆମେ କ'ଣ କରିବା ନା, ଫ୍ଲେମ୍ଟିକୁ ବନ୍ଦ କରିଦେବା ଆଉ ଏହାକୁ କଭର୍ କରିଦେବା, ଛାଡ଼ିଦେବା କିଛି ମିନିଟ୍ ପାଇଁ। ତ ଏବେ ଆମେ ଏପଟେ ଯେଉଁ ରଖିଥିଲେ ଯନ୍ତଣୀ, ଥଣ୍ଡା ହେଇଗଲାଣି। ତ ଯନ୍ତଣୀକୁ ଆମେ କ'ଣ କରିବା ନା, ହାତରେ ଅଳ୍ପ ଟିକେ ଗରମ ପାଣି ହାତରେ ନେବା ଆଉ ଏହାକୁ ଚକଟି ନେବା। ବଢ଼ିଆସେ ଆମେ ଯନ୍ତଣୀଟିକୁ ସଫ୍ଟ ଭାବରେ ଚକଟିବା। ତ ଦେଖିପାରୁଥିବେ ଯନ୍ତଣୀଟି ଆମର ବଢ଼ିଆସେ ସଫ୍ଟ ହେଇଛି ଆଉ କ୍ରାକ୍ ଆସୁନି, ଏମିତି ହିଁ ଆପଣ ଚକଟିବେ। ତ ଏବେ ହାତରେ ଆମେ କ'ଣ କରିବା ନା, ଯେମିତି ରୁଟି ବେଲୁଛେ ସେଇ ହିସାବରେ ଗୋଟେ ଛୋଟ ଗୋଳା ନେଇଯିବା ଆଉ ହାତରେ ଏମିତି ଗୋଲ କରିକି ଆମେ କ'ଣ କରିବା ନା, 2ଟି ଆଙ୍ଗୁଠିରେ ପ୍ରେସ୍ କରିକି ଏମିତି ଗୋଟେ ଗିନା ବନେଇ ନେବା ଆଉ ମଝିରେ ଯେଉଁ ଆଳୁର ଷ୍ଟଫିଂ ବନେଇଥିଲେ ସେୟାକୁ ଦେବା
ଆଉ ଏମିତି ଫୋଲ୍ଡ କରିଦେବା। ଫୋଲ୍ଡ କରି ସାରିଲା ପରେ ଉପର ପଟ ଯେଉଁ ମୁହଁଟି ସେଇଟାକୁ ଆମେ ବନ୍ଦ କରିଦେବା ଏମିତି। ତ ଦେଖିପାରୁଥିବେ ଆମେ ଫାଷ୍ଟର ଯେଉଁ ପିଠାଟି ବନେଇ ନେଇଛେ, ତ ଆମେ ସେକେଣ୍ଡ ପିଠା ସବୁତକ ଆମେ ସେମ୍ ପ୍ରୋସେସ୍ରେ ଏମିତି ଷ୍ଟଫିଂ ଦେଇକି ବନେଇ ନେବା। ତ ଏବେ ଆମେ କ'ଣ କରିବା ନା ଏହାକୁ ଷ୍ଟିମ୍ କରିବା। ଷ୍ଟିମ୍ କରିବା ପାଇଁ ମୁଁ ଏଠି ଗୋଟେ ବଡ଼ ବାସନ ନେଇଯାଇଛି, ହୋଲ୍ ବାସନ। ଯଦି ଏଇଟା ନାହିଁ ତାହେଲେ ଆପଣ କ'ଣ କରିବେ ନା ଏଇ ଯେଉଁ ପାଣି ଗରମ ହେଉଛି ଏଇ ପାଣି ଉପରେ କପଡ଼ା ବାନ୍ଧିକି ଆପଣ ତା ଉପରେ ପିଠା ରଖିକି ଷ୍ଟିମ୍ କରିପାରିବେ। ତ ଏବେ ଆମେ ସବୁତକ ପିଠା ଗୁଡ଼ିକ ସେଇ ଉପରେ ରଖିଦେଇକି ଉପରେ ଗୋଟେ ବଡ଼ ଢାଙ୍କୁଣୀ ଆମେ ଢାଙ୍କିଦେବା, ଭଲସେ ଯେମିତି କଭର୍ ହେଇପାରୁଥିବ। ଏହାକୁ ଢାଙ୍କିକି 10 ମିନିଟ୍ ଆମେ ହାଇ ଫ୍ଲେମ୍ରେ ଷ୍ଟିମ୍ କରିବା। ତ 10 ମିନିଟ୍ କୁକ୍ ପରେ ମୁଁ ଏଠି ଚେକ୍ କରୁଛି, ଦେଖନ୍ତୁ ଆମର ପିଠା ଗୁଡ଼ିକ ବଢ଼ିଆ ସେ ଷ୍ଟିମ୍ ହେଇଯାଇଛି, ଭଲସେ କୁକ୍ ମଧ୍ୟ ହେଇଯାଇଛି। ତ ଆମେ ଏବେ କ'ଣ କରିବା, ଗୋଟେ ତାକୁ ପ୍ଲେଟ୍ରେ ବାହାର କରିସାରିଲା ପରେ ଗୋଟେ କଡ଼େଇରେ ଆମେ କ'ଣ କରିବା ନା 2 ଚାମଚ ପାଖାପାଖି ମୁଁ ଏଠି ତେଲ ଦେଇଦେଉଛି। ତେଲଟି ଗରମ ହେଇଗଲା ପରେ ଆମେ ଏଥିରେ ଆଡ଼୍ କରିବା ସୋରିଷ, ଗୋଟା ସୋରିଷ 1 ଚାମଚ ମୁଁ ଏଠି ଦେଇଦେଉଛି। ଆଉ ଏଠି ଧଳା ରାଶି 1 ଚାମଚ ମୁଁ ଦେଉଛି। ଯଦି ଧଳା ରାଶି ନାହିଁ ତାହେଲେ କୌଣସି କଥା ନାହିଁ, ସ୍କିପ୍ କରିବେ, କିନ୍ତୁ ଧଳା ରାଶିଟି ଦେଲେ ଏହାର ଟେଷ୍ଟଟି ଭଲ ଆସିବ ଖାଇବା ପାଇଁ ଆଉ ଦେଖିବା ପାଇଁ ମଧ୍ୟ ଭଲ ଲାଗେ। ତ ଏବେ ଆମେ କ'ଣ କରିବା ନା ସବୁତକ ପିଠା ଦେଇ ସାରିଲା ପରେ ଆମେ लो टू मीडियम फ्लेम रे याकू टिके समय याकू एपट सेपट करके भाजी नबा। तो एबे आमे कौन करिबा ऊपर टिके भल देखा जीवा पई चटपटा टेस्ट आसीबो। तो सेति पई मो ऊपर टिके चिली फ्लेक्स दे दोची आउ काश्मीरी लाल मिर्च पाउडर अल्प टिके ऊपर दोची कलर आसीबो बोली। तो एबे आमे कौन करिबा ना ऊपर टिके स्प्रिंग अनियन काटिके मो एथरे दे दोची भल देखा जीवा पई। जदि धनिया पत्र अच्छी ताले ऊपर आपण अल्प टिके दे परिबे। तो एबे आमे कौन करिबा ना एपट सेपट उल्टे दबा और किछि समय पई याकू भाजी नबा। तो एबे हमर देखि पारुथिबे परफेक्ट हेल्दी नाश्ता पूरा रेडी हो जाइए। तो आमे कौन करिबा ना गोटे प्लेट को काढ़ी दबा। एमती ही आपण रेसिपी बनातु आउ मो वीडियो रे जदि नुआ अछंती ताले लाइक शेयर और सब्सक्राइब करंतु। मोटे मझिरु भांगी की देखौची देखि पारुथिबे केते सुंदर हेची। तो बहुत सॉफ्ट मध्य हेची ए पिठाटी। एमती ही बनातु आउ खातु। थैंक यू फॉर वाचिंग।